ତଦନ୍ତ ଯାହା ଆଇନ ମନ୍ତ୍ରୀ କହିଛନ୍ତି ତଦନ୍ତ କରନ୍ତୁ, ସେଥିରେ କିଛି ଆପତ୍ତି ନାହିଁ। ତାଙ୍କ ଗତିରେ କଳ, ତାଙ୍କ ଗତିରେ ବଳ, ତାଙ୍କ ଗତିରେ ସବୁ କିଛି ଅଛି, ସେ ତଦନ୍ତ କରନ୍ତୁ। କିନ୍ତୁ ସରକାରଟି ଆଇଲା ପରେ ଯେତେ ତଦନ୍ତ ହେଲାଣି, କେତେ ତଦନ୍ତ ବସିଲାଣି, ତାର ଫଳ କ'ଣ? ଆପଣଙ୍କର ଗଭର୍ଣ୍ଣରଙ୍କ ପୁଅ ଓଡ଼ିଆ ଏସକୁ ମାଡ଼ ଠାରୁ ଆରମ୍ଭ କରି ବଳଭଦ୍ର ପଡ଼ିଯିବା ଠାରୁ ଆରମ୍ଭ କରି ଚିକିଟି ମଦ ମୃତ୍ୟୁ ଠାରୁ ଆରମ୍ଭ କରି କେତେ ତଦନ୍ତ ନିର୍ଦ୍ଦେଶ ଦେଲେଣି। ତଦନ୍ତର ଫଳ କ'ଣ? ଫଳ ଶୂନ। ବିଜୁ ଜନତା ଦଳ ତଦନ୍ତକୁ ଭୟ କରେ ନାହିଁ କି ଭୟ କରୁ ନାହିଁ। ଏବଂ ତା ଛଡ଼ା ମୁଁ କିନ୍ତୁ ଆଶଙ୍କା କରୁଛି ବର୍ତ୍ତମାନ ସରକାର ଏ ଉକ୍ତ ଘଟଣାରେ ଆସାମୀମାନଙ୍କୁ ପ୍ରଭାବିତ କରି କିଛି ଭୁଲ ବାଟକୁ ତଦନ୍ତ ନେଇଯିବାର ସମ୍ଭାବନା ଅଛି। ବଦ୍ରିପାତ୍ର ଗୁମର ଖୋଲୁଛନ୍ତି। ବଦ୍ରିପାତ୍ର ଜାଣିଥିବେ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ମୁଖ୍ୟମନ୍ତ୍ରୀ ଜାଣିଥିବେ, ସେ ସବୁ ଭଲକିରି ଜାଣିଛନ୍ତି। ଆଗରୁ କ'ଣ ଏ ଘଟଣା ଆଗରୁ ବହୁତ ଆଗରୁ ସେ ସବୁ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ତଦନ୍ତକୁ ବାଟବଣା ହେବାର ସମ୍ଭାବନା ଅଛି, ଏ ସମ୍ଭାବନା ସୃଷ୍ଟି ହେଇଛି। ବିଜେଡି ସରକାର ସମୟରେ ଆଦୌ ଦୁର୍ନୀତିକି ପ୍ରୋତ୍ସାହନ ଦିଆନି। ଦୁର୍ନୀତି ବିରୁଦ୍ଧରେ ନବୀନ ପଟ୍ଟନାୟକଙ୍କର ଜିରୋ ଟଲରାନ୍ସ ଥିଲା। ନବୀନ ପଟ୍ଟନାୟକ କେତେ କେତେ ବଡ଼ ବଡ଼ ହସ୍ତୀମାନଙ୍କୁ ଦୁର୍ନୀତି ପ୍ରସଙ୍ଗରେ ଟାଳି ଦେଇଛନ୍ତି, ବାନ୍ଧି ଦେଇଛନ୍ତି, ବିଭିନ୍ନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତେଣୁ ନବୀନ ପଟ୍ଟନାୟକଙ୍କୁ ଦୁର୍ନୀତି ପ୍ରସଙ୍ଗରେ କେହି କହିପାରିବେ ନାହିଁ ନବୀନ ପଟ୍ଟନାୟକ କମ୍ପ୍ରମାଇଜ କରିଛନ୍ତି। ବିଜୁ ଜନତା ଦଳ ସବୁବେଳେ ଦୁର୍ନୀତି ବିରୁଦ୍ଧରେ। ବରିଷ୍ଠ ବିଧାୟକ ଆପତ୍ତି ଏବେ ଉଠାଉଛନ୍ତି, ଆଗରୁ ଉଠେଇଲେ ସେ ଜାଣିଛନ୍ତି, ମୁଁ କହିପାରିବିନି ତାଙ୍କ ବାବଦରେ। କିନ୍ତୁ ତଦନ୍ତ ହଉ, ତଦନ୍ତ ପାଇଁ କିଛି ଅସୁବିଧା ନାହିଁ।